ଜୟ ଜଗନ୍ନାଥ ସାଙ୍ଗମାନେ, ଆଉ ଏକ ସୁନ୍ଦର ଭିଡ଼ିଓକୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଗାଁ ଟଙ୍କା ସନ୍ତୋଷ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ। ଆମେ ଯେଉଁ ରାମତୀର୍ଥର ପ୍ରଥମ ପାର୍ଟଟି ମୁଁ କରିଥିଲି, ସେଥିରେ କୁମ୍ଭୀର ପ୍ରକଳ୍ପ ବିଷୟରେ ମୁଁ କହିଥିଲି। ଆପଣମାନେ ନିହାତି ସେ ଭିଡ଼ିଓ ଦେଖିଥିବେ। ଯଦି ଦେଖିନାହାନ୍ତି ତାହେଲେ ରାମତୀର୍ଥର ପ୍ରଥମ ପାର୍ଟଟି ମୋର ଭିଡ଼ିଓ ସେକ୍ସନରେ ଅଛି, ଆପଣମାନେ ଯାଇ ତାହାକୁ ଦେଖିପାରିବେ। ଏହି ଯେଉଁ ପାର୍ଟଟି ମୁଁ କରିଛି, ଏଇଟା ହେଉଛି ଦ୍ୱିତୀୟ ପାର୍ଟ, ସେଇଟା ଥିଲା ପ୍ରଥମ ପାର୍ଟ। ତେଣୁ ଏହି ଦ୍ୱିତୀୟ ପାର୍ଟରେ ମୁଁ ପ୍ରଭୁ ଶ୍ରୀରାମଚନ୍ଦ୍ର ସ୍ଥାପନ କରୁଥିବା ରାମେଶ୍ୱର ଶିବ ମନ୍ଦିର ଏବଂ ନଦୀ ଆଉ ପିଲାମାନଙ୍କ ଖେଳିବା ପାଇଁ ଗୋଟିଏ ସୁନ୍ଦର ବଗିଚା ଆଉ ଦୋଳିର ବ୍ୟବସ୍ଥା ଯେଉଁ କରାହେଇଛି, ଆଉ ସବୁ ଯେଉଁ ଅଛି ପକ୍ଷୀ ନିବାସ, ସେସବୁ ଏହି ଭିଡ଼ିଓ ମାଧ୍ୟମରେ ଆପଣ ଦେଖିବାକୁ ପାଇବେ। ଆଉ ଅତ୍ୟନ୍ତ ସୁନ୍ଦର ସ୍ଥାନ, ଯେଉଁଟା ଆମର ମୟୂରଭଞ୍ଜର ଯଶୀପୁର ଅଞ୍ଚଳରେ ଅବସ୍ଥିତ। ଏବଂ ଏଇଠି ମଧ୍ୟ ଶିମିଳିପାଳ ବୁକିଂ କରିବା ପାଇଁ ଶିମିଳିପାଳର ଗୋଟେ ନିବାସ ଅଛି, ଯେଉଁଟା ମୁଁ ଶିମିଳିପାଳର ମୋର ଗୋଟେ ଭିଡ଼ିଓ ଅଛି, ଦେଖିବେ। ସେଇଟା ଡିଟେଲ୍ସ ମୁଁ ସେଇଥିରେ କହିଛି, କେମିତି ବୁକିଂ କରିବେ, କେମିତି କ'ଣ କରିବେ, କେମିତି ଶିମିଳିପାଳ ଯିବେ, ଆଉ କ'ଣ କ'ଣ ସବୁ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ, ସେ ବିଷୟରେ ମୁଁ ଏଥିରେ କହିଛି। ତେଣୁ ଯଦି ଦେଖିନାହାନ୍ତି ତାହେଲେ ମୋର ସେଇ ଭିଡ଼ିଓ ସେକ୍ସନକୁ ଯାଇ ଆପଣ ରାମତୀର୍ଥର ପ୍ରଥମ ପାର୍ଟଟି ଏବଂ ଶିମିଳିପାଳ ଡିଟେଲ୍ ଇନଫର୍ମେସନ୍ ଗୋଟେ ଭିଡ଼ିଓରେ ଅଛି, ସେଇଟା ଆପଣ ଦେଖିପାରିବେ। ତା ଦ୍ୱାରା ଆପଣ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ, ଯାହାଦ୍ୱାରା କି ଆପଣ ଯଦି ମୟୂରଭଞ୍ଜ ଆସୁଛନ୍ତି ତାହେଲେ ସେଇ ଭିଡ଼ିଓ ମାଧ୍ୟମରେ ଆପଣ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ। ଚାଲନ୍ତୁ ଆଉ ଡେରି ନକରି ଦେଖିବା କ'ଣ ସବୁ ଏଇ ଦ୍ୱିତୀୟ ପାର୍ଟରେ ରାମତୀର୍ଥର ଅଛି। এই দ্বিতীয় ପାର୍ଟରେ ଆପଣ ଦେଖିପାରୁଥିବେ ଗୋଟେ ଅର୍ଚିଡ୍ରିୟମ୍ ଏଠି ଅଛି, ଯେଉଁଟା ପକ୍ଷୀ ନିବାସ। ଏଠି ତ ପ୍ରାୟ ବିଶେଷ ପକ୍ଷୀ ନାହାନ୍ତି, ଅଳ୍ପ କିଛି ପକ୍ଷୀ ଥିଲେ। ମୋତେ ଯାହା ଲାଗୁଛି ଏମାନେ ପ୍ରାୟ ସେଇ ଶୀତଦିନ ପର୍ଯ୍ୟଟକମାନଙ୍କୁ ଆସିଲେ ସେହି ସମୟରେ ଏଇସବୁ ବ୍ୟବସ୍ଥା ଆଉ ଟିକେ ପକ୍ଷୀ ରଖିବେ ଏବଂ ବ୍ୟବସ୍ଥା କରିବେ। ଦେଖନ୍ତୁ କେତେ ସୁନ୍ଦର ଗଛ ସବୁ ଅଛି, ଆଉ ସବୁଆଡ଼େ ଛାଇ ଛାଇ, କେଉଁଠି ଖରା ନାହିଁ। ତେଣୁ ଭିଡ଼ିଓଟି ଉଠିଲା ବେଳେ ପ୍ରାୟ ସବୁ ଜାଗା ଅନ୍ଧାର ଦେଖାଯାଉଥିଲା, କାହିଁକିନା ଖରା ନ ପଡ଼ିଲେ ଟୋଟାଲି ଗଛ ଛାଇରେ ଭିଡ଼ିଓଟା ଉଠାଇବାଟା ଗୋଟେ ଅସମ୍ଭବର କଥା। ତେଣୁ ଅନ୍ଧାର ଦେଖାଯିବ, ସ୍ୱାଭାବିକ କଥା। ତେଣୁ ଯଦି ଖରା ବି ଅତ୍ୟଧିକ ହେଲା ଭିଡ଼ିଓଟା ଉଠାଇବା କଷ୍ଟକର, ଯଦି ଅନ୍ଧାର ହୋଇଗଲା ଭିଡ଼ିଓଟା ଉଠାଇବା ବି କଷ୍ଟକର। ଏଇଟା ମୁଁ ତା ପଛପଟକୁ ଆପଣମାନଙ୍କୁ ନେଇଯାଉଛି। ଦେଖନ୍ତୁ ପଛପଟେ ଗୋଟେ ଗେଟ୍ ଲାଗିଛି, ଯେଉଁଠି ଗୋଟେ ସୁନ୍ଦର ଦୋକାନ ଘର କରାହେଇଛି। ସେଠି ଦୋକାନର ଗୋଟେ ବ୍ୟବସ୍ଥା କରାହେଇଛି, ସେଠି ବସିକି ଆପଣ ନିଜର ଜଳଖିଆ କି ଆଣିଥିବା ଖାଦ୍ୟ ମଧ୍ୟ ଆପଣ ଖାଇପାରିବେ। କିନ୍ତୁ ଖାଦ୍ୟ ଖାଇସାରିଲା ପରେ ଆପଣ ସେ ଯେଉଁ ବ୍ୟବହାର କରିଥିବା ତା'ର ଖୋଳ, ଜରି, ଏସବୁ ନିହାତି ଡଷ୍ଟବିନ୍ରେ ପକାଇବେ। କାହିଁକିନା ଆମେ ଗୋଟେ ସୁନ୍ଦର ଜାଗାକୁ ଯାଇଛେ ମାନେ ସେଇଟାକୁ ଆମେ କେବେ ହେଲେ ଅପରିଷ୍କାର କରିବା ନାହିଁ। ତେଣୁ ଆମେ ଟିକେ ଦାୟିତ୍ୱବାନ ହୋଇ ସେସବୁ ଜିନିଷକୁ ବ୍ୟବହାର କରିବା। ଏଇଟା ଯେଉଁ ମୁଁ ଆପଣଙ୍କ ପାଖକୁ ନେଇଯାଉଛି, ଏଇଟା ହେଉଛି ଗୋଟେ ଠେକୁଆମାନଙ୍କର ନିବାସ, ହାଚେରୀ କରାହେଇଛି, ଯେଉଁଟା ଦୋମୁହିଁ କୁମ୍ଭୀର ଏଇଟା ଗୋଟେ ରହିବାର ସ୍ଥଳୀ ଥିଲା, କିନ୍ତୁ ସେଠି କୁମ୍ଭୀର ନାହିଁ। କିନ୍ତୁ ଏଠି ଠେକୁଆଙ୍କୁ ରଖାହେଇଛି, ଯେଉଁଟା ଆପଣ ଦେଖିପାରୁଥିବେ। ଆଉ ପ୍ରାୟ ଆଗରୁ ବୋଧେ ସେଇ କୁମ୍ଭୀର ରହିବା ପାଇଁ ବ୍ୟବସ୍ଥା ଥିଲା, କିନ୍ତୁ ବର୍ତ୍ତମାନ ସେଇଟା ଆଉ ନାହିଁ। ଏଇଟା ଦେଖିପାରୁଥିବେ ଆପଣ, ତ ଦେଖାଉଛି, କିନ୍ତୁ ଏସବୁ ପ୍ରାୟ ଛାଇ ଥିବାରୁ ଅନ୍ଧାର ଦେଖାହେଉଛି ଭିତରଟା, ଆଉ ଭିତରଟା ବି ପୁରା କଳା ହେଇକି ଅଛି। ଦେଖନ୍ତୁ ଟିକେ ଟିକେ ଜୁମ୍ କରି ଦେଖିଲେ ଦେଖିପାରିବେ ଆପଣ, ସେଇ ଠେକୁଆ ମାନେ ହିଁ ଅଛନ୍ତି। ତାପରେ ଆମେ ଯିବା ସେଇ ଦୋକାନ ସ୍ଥଳୀଟାକୁ ଦେଖିବା। ଦେଖନ୍ତୁ ଏଇଠି ବସିବା ପାଇଁ ବଢ଼ିଆ ବ୍ୟବସ୍ଥା କରାହେଇଛି। ଏଠି ଗୋଟେ ଦୋକାନ ଅଛି, ଦୋକାନଟାକୁ ପ୍ରାୟ ଗୋଟେ ସମୟ ହେଇଯିବ, ତେଣୁ ସେ ଦୋକାନଟା ବନ୍ଦ କରିଦେଇଥିଲା। ଆଉ ଏଠି ଗୋଟେ ଛତୁ ଟାଇପ୍ର କରାହେଇଛି ବସିବା ପାଇଁ, ତେଣୁ ସୁନ୍ଦର ଲାଗିବ ଜାଗାଟା ବସିଲେ। ଆଉ ଏଠି ଯଦି କୌଣସି ବାହାର ଖାଦ୍ୟ ଆପଣ ଆଣୁଛନ୍ତି ତାହେଲେ ଖାଇକି ଆପଣ ତା'ର ମଜା ନେଇପାରିବେ, କିମ୍ବା ସେ ଦୋକାନରୁ ଆପଣ ଯେକୌଣସି ସ୍ନାକ୍ସର ମଧ୍ୟ ମଜା ନେଇପାରିବେ। ଏସବୁ ଦେଖନ୍ତୁ କେତେ ସୁନ୍ଦର ପରିବେଶ।
ବଢ଼ିଆ ହେଉଛି। ଫ୍ୟାମିଲି ସହିତ ତ ଆସିଲେ ନିହାତି ଆପଣମାନଙ୍କ ମନକୁ ଛୁଇଁବ। ଯଦି ଆପଣ ଶିମିଳିପାଳ ଆସୁଛନ୍ତି କିମ୍ବା ବରେହି ପାଣି ୱାଟରଫଲ୍ ଆସୁଛନ୍ତି, ତାହେଲେ ଏଇଟା ମଧ୍ୟ ରାମତୀର୍ଥ ଆପଣ ବୁଲିକି ଯାଇପାରିବେ। ଆଉ ଭଲ ସ୍ଥାନ, ଭଲ ଲାଗିବ। ଏଠି ତ ଟିକେଟ୍ ପାଇଁ ବେଶୀ ପଇସା ଲାଗେନି, ମାତ୍ର 5 ଟଙ୍କା ସେ ଜଣ ପିଛା ନେଉଛନ୍ତି। ଆଉ ଯଦି ବାଇକ୍ରେ ଆସୁଛନ୍ତି ତାହେଲେ ବାଇକ୍ 20 ଟଙ୍କା ସେ ନେଉଛନ୍ତି ବାଇକ୍ ରଖିବା ପାଇଁ। ଆଉ ତେଣୁ ବେଶୀ ପଇସା ନାହିଁ, ଆମେ ଆରାମସେ ଯାଇ ଦର୍ଶନ କରି ଜାଗା ଟିକେ ଦେଖି ଆସିପାରିବା। ସୁନ୍ଦର ପରିବେଶ, ଘଞ୍ଚ ବନାନୀ। ଏଇଟା ଯେଉଁ ମୁଁ ଆପଣଙ୍କୁ ନେଇଯାଉଛି, ଏଇଟା ହେଉଛି ଗୋଟେ ଜାଗା ଯେଉଁଠି ସେଇ କୁମ୍ଭୀରମାନେ ଆଗରୁ ଥିଲେ। ମୁଁ ଯେତେବେଳେ 3-4 ମାସ ତଳେ ଏଇ ଜାଗାକୁ ଆସିଥିଲି, ଏଠି ପ୍ରାୟ 2ଟା କୁମ୍ଭୀର ଥିଲେ। ତେଣୁ ଏଇସବୁ ଜାଗା ଅଛି ଯେଉଁଠି ଆଉ ବ୍ୟବସ୍ଥା କରାଯାଇପାରିବ। ସରକାର ଚାହିଁଲେ ଏଠି ମଧ୍ୟ କୁମ୍ଭୀରକୁ ରଖିପାରିବେ। ମୁଁ ଯେଉଁ ଆଗରୁ ଆସିଥିଲି ଏଠି କୁମ୍ଭୀର 2ଟା ଥିଲେ, ଦେଖିଥିଲି। କିନ୍ତୁ ବର୍ତ୍ତମାନ କୁମ୍ଭୀର ଏଠି ନାହାନ୍ତି। କିନ୍ତୁ କୁମ୍ଭୀରଙ୍କ ପାଇଁ ସ୍ଥାନ କରାହେଇଛି, ଏଇଟା ବହୁତ ସୁନ୍ଦର ଭାବରେ କରାହେଇଛି। ତେଣୁ ଏଠି ବି କୁମ୍ଭୀରମାନେ ରହୁଥିଲେ, କିନ୍ତୁ ବର୍ତ୍ତମାନ ରହୁନାହାନ୍ତି। କାହିଁକିନା କର୍ମଚାରୀ ବୋଧେ ଅଭାବ ଆଉ ରକ୍ଷଣାବେକ୍ଷଣର ଅଭାବ ସକାଶେ ଏଠି ପ୍ରାୟ ରଖା ହୋଇନି। ଏଇଟା ଦେଖୁଥିବେ ସେଇ ଜାଗାଟା ଯେଉଁଠି ପାଣି ଅଛି, ଏଠି ବି କୁମ୍ଭୀର ରହୁଥିଲେ। ଆଉ ତାପରେ ଆମେ ଯିବା ସେଇ ଯେଉଁ ନଦୀଟି ଅଛି। ଆଉ ଭଗବାନ ଶ୍ରୀରାମଚନ୍ଦ୍ର ତ ଏ ସ୍ଥାନକୁ ଆସିଥିଲେ। କୁହାଯାଏ ଯେତେବେଳେ ସେ ପଞ୍ଚବଟୀ ଅରଣ୍ୟକୁ ଗମନ କରୁଥିଲେ, ସେତେବେଳେ ଏହି ଜାଗାରେ ସବୁ ସେ ବୁଲୁଥିଲେ, ଦେଖୁଥିଲେ। ବିଭିନ୍ନ ସ୍ଥାନ ସେ ପରିଭ୍ରମଣ କରି ଯାଇଛନ୍ତି। ଭାରତ ସାରା ତ ପ୍ରଭୁ ଶ୍ରୀରାମଚନ୍ଦ୍ର ବୁଲିଛନ୍ତି। ବିଭିନ୍ନ ଜାଗାରେ ସିଏ ଶିବଲିଙ୍ଗ ମାନ ସ୍ଥାପନ କରିଛନ୍ତି। କାହିଁକିନା ଆପଣମାନେ ତ ଜାଣିଥିବେ, ପ୍ରଭୁ ଶ୍ରୀରାମଚନ୍ଦ୍ର ସବୁବେଳେ ଶଙ୍କର ଭଗବାନଙ୍କୁ ହିଁ ଡାକିଥାନ୍ତି ଏବଂ ଶଙ୍କର ଭଗବାନ ସବୁବେଳେ ପ୍ରଭୁ ରାମଙ୍କୁ ହିଁ ସ୍ମରଣ କରିଥାନ୍ତି। ତେଣୁ ଭଗବାନ ରାମଚନ୍ଦ୍ର ପ୍ରତିଦିନ ଗୋଟିଏ ଶିବଲିଙ୍ଗ ସ୍ଥାପନ କରନ୍ତି ଏବଂ ତାଙ୍କୁ ପୂଜା କରନ୍ତି। ତେଣୁ ତା'ର ପ୍ରାଣ ପ୍ରତିଷ୍ଠା ହୋଇଯାଇଥାଏ। ତେଣୁ ଭାରତ ସାରା ଏମିତି ବହୁତ ଶିବ ଲିଙ୍ଗ ଅଛି ଯେଉଁଠି ପ୍ରଭୁ ଶ୍ରୀରାମଚନ୍ଦ୍ର ତାକୁ ପ୍ରତିଷ୍ଠା କରିଛନ୍ତି ବା ସ୍ଥାପନା କରିଛନ୍ତି। ତେଣୁ ଇଏ ବି ସେଇ ଗୋଟିଏ ସୁନ୍ଦର ମନ୍ଦିର ଯେଉଁଟା ଦୂରରୁ ଦେଖାଯାଉଛି, କାହିଁକିନା ପାଖକୁ ଯିବା ସମ୍ଭବ ନୁହେଁ। ନଦୀ ଅଛି ଆଉ ବହୁତ ବିପଦପୂର୍ଣ୍ଣ ସ୍ଥାନଟି ମଧ୍ୟ। ତେଣୁ ନିଜକୁ ସତର୍କ ରହି ଭିଡ଼ିଓ ଉତ୍ତୋଳନ କରିବାର ଗୋଟିଏ ମାଧ୍ୟମ ହୋଇପାରିବ। ଆପଣ ଦେଖନ୍ତୁ ଏଠି ଛୋଟ ଛୁଆମାନେ କେତେ ସୁନ୍ଦର ଭାବରେ ଦୌଡ଼ି ଯାଉଛନ୍ତି ସେଇ ନଦୀ ଭିତରକୁ। ଆଉ ନଦୀରେ ନିଜର ଦେଖୁଛନ୍ତି ସବୁ କ'ଣ କ'ଣ ବ୍ୟବସ୍ଥା କରାହୋଇଛି। ଆପଣ ଦେଖନ୍ତୁ କେତେ ବଢ଼ିଆ ସେ ପରିବେଶ ହୋଇଛି। ତେଣୁ ଖରାଟି ପ୍ରବଳ ପଡ଼ୁଥିଲା, ଯାହାଦ୍ୱାରା କି ଭିଡ଼ିଓଟି ଏତେ କ୍ଲିଅର ଦେଖାଯାଉନି। ଆପଣମାନଙ୍କୁ ଲାଗୁଥିବ ଏଇଟା ହିମାଳୟ ବରଫ ଅଞ୍ଚଳ ବୋଧେ, କିନ୍ତୁ ହିମାଳୟ ବରଫ ଅଞ୍ଚଳ ନୁହଁ, ଏଇ ସେଇ ନଦୀ ଅଞ୍ଚଳ। ତେଣୁ ମୁଁ ଆପଣମାନଙ୍କୁ ଟିକେ ଜୁମ୍ କରି ସେ ପାଖରେ ଟିକେ ଦେଖାଇ ଦେଉଛି। ଆଉ ପାଣି ପଡ଼ୁଛି ଯାହା, ଏଇ ଯେଉଁ ଧଳା ଧଳା ଆପଣ ଯାହା ଦେଖୁଛନ୍ତି, ଏଇସବୁ ସେଇ ପଥର ଏବଂ ପାଣିର ସୁଅ ସବୁ ବହି ଚାଲିଛି, ଯେଉଁଟା ସେଇ ରାମେଶ୍ୱର ଶିବ ମନ୍ଦିର ଅଛି ତା'ର ଅପର ପାର୍ଶ୍ୱରେ। ମୁଁ ଆପଣଙ୍କୁ ଟିକେ ଜୁମ୍ କରି ଦେଖାଇଦେବି। ଏବଂ ସେଠି ଗୋଟେ ହନୁମାନଙ୍କର, ପ୍ରଭୁ ହନୁମାନଙ୍କର ମୂର୍ତ୍ତି ବି ତିଆରି କରାଯାଉଛି ଏଇଠି। ଏଇଟା ଦେଖନ୍ତୁ, ଜୁମ୍ କରି ମୁଁ ଦେଖୁଛି, ଏଇଠି ମନ୍ଦିରଟି ଅଛି। ଆଉ ସେଠି ହନୁମାନଙ୍କର ନୂଆ ମୂର୍ତ୍ତି ଗୋଟେ ଏବେ ତିଆରି କରାଯାଉଛି। ଏଠି ଛୁଆମାନେ ଦେଖନ୍ତୁ ପାଣି ବହି ଚାଲିଛି ଏଠି, ତାଙ୍କର ସେମାନେ ଫଟୋ ଉଠାଇବାରେ ବ୍ୟସ୍ତ ବା ମଜା ନେବାରେ ବ୍ୟସ୍ତ ଅଛନ୍ତି। କାହିଁକିନା ଛୁଆ ସମୟ, ସେମାନେ ପ୍ରାୟ ସବୁ ଲୋକାଲ୍ ପିଲା, ତେଣୁ ତାଙ୍କୁ ବିଶେଷ ପଇସା ଲାଗେ ନାହିଁ। ତେଣୁ ପାଖ ପିଲା ଯେହେତୁ, ସେମାନେ ସେ ଅଞ୍ଚଳରେ ଆସି ତା'ର ମଜା ନେଉଛନ୍ତି, ବୁଲୁଛନ୍ତି। ଆଉ ଦେଖନ୍ତୁ କେତେ ବଢ଼ିଆ ପରିବେଶ ହୋଇଛି, ଯାହାଦ୍ୱାରା କି ଜଣେ ଆନନ୍ଦରେ ପର୍ଯ୍ୟଟକ ତା'ର ମଜା ନେଇପାରିବ ଏବଂ ଯେଉଁ ଉଦ୍ଦେଶ୍ୟରେ ସେ ଆସିଥିବ ନିଶ୍ଚିତ ତାକୁ ଭଲ ଲାଗିବ। କାହିଁକିନା ଆମେ ସମସ୍ତେ ତ ବିଭିନ୍ନ କର୍ମରେ ଘାଣ୍ଟି ହେଉଛେ, କିନ୍ତୁ ତା ସତ୍ତ୍ୱେ ବି ଆମେ ଟିକେ ସମୟ କାଢ଼ି ଆସିବା ଦରକାର। ଯେଉଁଟା ଆମର ଓଡ଼ିଶାର ଗର୍ବ ଆଉ ଗୌରବ ସ୍ଥାନ ସବୁ ମାନେ ଅଛି। ତେଣୁ ସେ ସ୍ଥାନ ସବୁ ବୁଲିବା ଦରକାର। ଯେପରିକି ଆମର କୋଣାର୍କ, ଆମର ଗୁପ୍ତେଶ୍ୱର,
ଏସବୁ ବିଭିନ୍ନ ଜାଗା ଯେଉଁ ଅଛି ଓଡ଼ିଶାର ସେସବୁ ସ୍ଥାନ ଗୁଡ଼ିକ ଆମେ ବୁଲିବା ଦରକାର। କାହିଁକିନା ସେଇଟା ହେଉଛି ଆମ ଓଡ଼ିଶାର ଗର୍ବ ଆଉ ଗୌରବର ସ୍ଥାନ ସବୁ। ତେଣୁ ଆପଣମାନେ ମୋ ଭିଡ଼ିଓଟି ଦେଖୁଛନ୍ତି, ତେଣୁ ଭିଡ଼ିଓ ମାଧ୍ୟମରେ ଆପଣମାନେ ନିହାତି ଭିଡ଼ିଓଟି ଭଲ ଲାଗିବ ବୋଲି ମୋର ଆଶା ଓ ବିଶ୍ୱାସ। ତେଣୁ ଯଦି ଆପଣମାନଙ୍କୁ ଭିଡ଼ିଓ ମୋର ଭଲ ଲାଗୁଛି ନିହାତି ଲାଇକ୍ ସେୟାର କମେଣ୍ଟ କରିବାକୁ ଭୁଲିବେ ନାହିଁ ଏବଂ ଚ୍ୟାନେଲଟି ଯେଉଁମାନେ ନୂଆ ଦେଖୁଛନ୍ତି ସେମାନେ ନିହାତି ସବସ୍କ୍ରାଇବ୍ କରିବେ। ଆଉ ପରିବାରର ଗୋଟିଏ ସଦସ୍ୟ ହୋଇଥିବାରୁ ଆପଣମାନେ ଚ୍ୟାନେଲ ସହିତ ଯୋଡ଼ି ହୋଇ ରହିବେ। ଏଇଟା ଦେଖନ୍ତୁ ସେ ହନୁମାନଙ୍କର ମୂର୍ତ୍ତିଟି କରାହେଉଛି ନୂଆକିରି, ଆଉ ଯେଉଁଟା ଆଗାମୀ ଦିନରେ ନିହାତି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ। ତେଣୁ ଆଜି ତ ସମୟ ହୋଇଗଲାଣି ଭିଡ଼ିଓଟି ସାରିବାର। ତେଣୁ ଇଏ ଦୁଇଟା ପାର୍ଟ ହୋଇଛି, ପ୍ରଥମ ପାର୍ଟ ଏବଂ ସେକେଣ୍ଡ ପାର୍ଟ ରାମତୀର୍ଥର। ତେଣୁ ଆପଣମାନେ ଦୁଇଟା ପାର୍ଟ ନିହାତି ଦେଖିବେ, କାହିଁକିନା ଦୁଇଟା ପାର୍ଟ ଦେଖିଲେ ଆପଣମାନେ ସ୍ଥାନଟିର ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ ଏବଂ ଜାଣିବାକୁ ପାଇବେ। ତେଣୁ ଆଜି ତ ସମୟ ହୋଇଯାଇଛି, ରଖୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଭଲରେ ଥାଆନ୍ତୁ ସମସ୍ତେ। ଭଗବାନ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ, ଏତିକି ମୋର ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ରହୁଛି। ଜୟ ଜଗନ୍ନାଥ।